Hello everyone, welcome to Momita Patra YouTube channel. This is a lovely food. ଆଜି ଆମର ପନିର ବଟର ମସଲା ଇନଷ୍ଟାଣ୍ଟ ଆଉ ରେଷ୍ଟୁରାଣ୍ଟ ଷ୍ଟାଇଲରେ ବନେଇବା। ପନିର ବଟର ମସଲା ଏକ ଲୋକପ୍ରିୟ ଉତ୍ତର ଭାରତୀୟ ବ୍ୟଞ୍ଜନ ଯାହା ଓଡ଼ିଶାରେ ମଧ୍ୟ ରେଷ୍ଟୁରାଣ୍ଟ ଏବଂ ଘରେ ଘରେ ବହୁତ ପସନ୍ଦ କରାଯାଏ। ଏହା ଏକ କ୍ରିମି, ସ୍ୱାଦିଷ୍ଟ ଏବଂ ସାମାନ୍ୟ ମିଠା ସ୍ୱାଦଯୁକ୍ତ ତରକାରୀ। ଏହି ରେସିପିକୁ ପିଲାଙ୍କ ଠାରୁ ବଡ଼ ସମସ୍ତଙ୍କର ପସନ୍ଦ। ଚାଲନ୍ତୁ ବନେଇବା ଇନଷ୍ଟାଣ୍ଟ ପନିର ବଟର ମସଲା। ପ୍ରଥମେ ପନିର ବଟର ମସଲା ବନେଇବା ପାଇଁ ଫାଷ୍ଟ ଆମକୁ ପିଆଜ ଦରକାର। ଏଠି ମୁଁ 2ଟି ମିଡ଼ିୟମ ସାଇଜର ପିଆଜକୁ ଫାଇନ୍ ଭାବରେ ଚପ୍ କରି ନେଇଛି। ତା ସାଥିରେ 8 ଗୋଲା ରସୁଣ ନେଇଛି, ତାକୁ ମଧ୍ୟ ଭଲସେ ଚପ୍ କରି ନେଇଛି। ଯଦି ଆପଣ ପିଆଜ ଆଉ ରସୁଣକୁ ଭଲସେ ଚପ୍ ନ କରିପାରିବେ ଚପର ବି ୟୁଜ୍ କରିପାରିବେ। ଗ୍ରେଭି ବନେଇବା ପାଇଁ ମୁଁ 4ଟା ଶୁଖିଲା ଲଙ୍କାକୁ ଗରମ ପାଣିରେ ଭିଜେଇକି ରଖିଛି। ତା ସାଥିରେ ହାଇବ୍ରିଡ୍ ଟମାଟୋ 2ଟି ନେଇଛି। ଦେଶୀ ଟମାଟୋ ଜମା ବି ନେବା ନାହିଁ, ନହେଲେ ବଟର ମସଲାକୁ ଖଟା କରିଦେବ। ଖଟା ଆମେ ଚାହୁଁନାହାନ୍ତି, ଆମେ ଫ୍ରୁଟିନେସ୍ ଚାହୁଁଛନ୍ତି। ତାପରେ କ'ଣ କରିବା, ମିକ୍ସିଂ ଜାରରେ କାଟିକି ରଖିଥିବା ଟମାଟୋକୁ ଦେଇଦେବା। ତା ସହିତ ଶୁଖିଲା ଲଙ୍କାକୁ ଯେଉଁ ଗରମ ପାଣିରେ ଭିଜେଇକି ରଖିଥିଲେ ସେ ଲଙ୍କାକୁ ଦେଇଦେବା ଆଉ ତାକୁ ଫାଇନ୍ ଭାବରେ ପେଷ୍ଟ ବନେଇଦେବା। ଦେଖନ୍ତୁ ପେଷ୍ଟ କେତେ ସୁନ୍ଦର ଆମର କଲର୍ ଆସିଯାଇଛି। ତାପରେ ଆମେ ନେକ୍ସଟ ଷ୍ଟେପକୁ ଯିବା। ତାପରେ ମୁଁ ଏଠି ଗୋଟେ କପ୍ ଦହି ନେଇଛି। ତାପରେ 1 ଚାମଚ ଧନିଆ ପାଉଡର ଦେଇ ଦହିକୁ ଭଲ ଭାବରେ ମିକ୍ସ କରିନେବା। ମିକ୍ସ କରିଦେଲେ ଦହି ଆଉ ଫାଟିବନି। ଏହି ରେସିପିକୁ ରିଚନେସ୍ ଦେବା ପାଇଁ ପାଖାପାଖି 15ଟି କାଜୁକୁ ଗ୍ରାଇଣ୍ଡର ଜାରରେ ଦେଇ ଫାଇନ୍ ପେଷ୍ଟ ବନେଇ ନେବା। ଦେଖନ୍ତୁ ସାଙ୍ଗମାନେ, ଏହା ହେଉଛି ଆଉ ଗୋଟେ ପ୍ରକାର ଗ୍ରେଭି। ତାପରେ କଡ଼େଇରେ କିଛି ତେଲ ଦେଇଦେବା। ଫ୍ଲେଭର ପାଇଁ କିଛି ବଟର ଦେଇଦେବା। ଏସବୁକୁ ଭଲ ଭାବରେ ମିକ୍ସ କରିନେବା। ତା ସାଥିରେ କିଛି ଗୋଟା ମସଲା ମୁଁ ଏଥିରେ ୟୁଜ୍ କରିଛି। ଆସନ୍ତୁ ଦେଖିବା ମୁଁ ଏଠି କ'ଣ କ'ଣ ସବୁ ଗୋଟା ମସଲା ନେଇଛି। ପ୍ରଥମେ ମୁଁ ଗୋଟେ ତେଜପତ୍ର ନେଇଛି, 4ଟି ଗୁଜୁରାତି ନେଇଛି, କିଛି ଗୋଲମରିଚ ନେଇଛି, 1 ସ୍ପୁନ୍ ଗୋଟା ଜିରା ନେଇଛି, 5ଟି ଲବଙ୍ଗ ନେଇଛି, ଡାଲଚିନି ଖଣ୍ଡେ ନେଇଛି। ଏସବୁକୁ ଗରମ ତେଲରେ ଦେଇଦେବା। ଏହାକୁ ଗରମ ତେଲରେ ଦେଇଦେଲେ ମସଲାର ଭଲ ଫ୍ଲେଭର ଆସିବ। ତାପରେ ପ୍ରଥମେ କ'ଣ କରିବା, ଚପ୍ କରି ରଖିଥିବା ରସୁଣକୁ ଗରମ ତେଲରେ ଦେଇଦେବା ଆଉ 30 ସେକେଣ୍ଡ ପର୍ଯ୍ୟନ୍ତ ହାଲକା ଭାଜିବା। ତାପରେ ଫାଇନ୍ ଚପ୍ କରି ରଖିଥିବା ପିଆଜକୁ ଦେଇଦେବା ଆଉ 3ରୁ 4 ମିନିଟ୍ ପର୍ଯ୍ୟନ୍ତ ଭଲସେ ଭାଜିବା, ଯେମିତି ପିଆଜର ବ୍ରାଉନ୍ କଲର୍ ଦେଖାଯାଉଥିବ। ଆପଣଙ୍କୁ ଲାଗୁଛି କି ମୋର ତେଲର କ୍ୱାଣ୍ଟିଟି ଅଧିକ ଦେଖାଯାଉଛି? ବଟ୍ ରେଷ୍ଟୁରାଣ୍ଟରେ ପନିର ବଟର ମସଲାରେ ତେଲର କ୍ୱାଣ୍ଟିଟି ଅଧିକ ରଖିଥାନ୍ତି। ଯେହେତୁ ଆମେ ରେଷ୍ଟୁରାଣ୍ଟ ଷ୍ଟାଇଲରେ ବନାଉଛନ୍ତି, ଟିକେ ତେଲର କ୍ୱାଣ୍ଟିଟି ଅଧିକ ରଖିବାକୁ ପଡ଼ିବ। ମୁଁ ଏଠି ଅଏଲର କ୍ୱାଣ୍ଟିଟି ଅଧିକ ନେଇନି, ସବୁ ଠିକଠାକ୍ ନେଇଛି। ତାପରେ ଏଠି ଅଦା ରସୁଣ ଯେଉଁ ପେଷ୍ଟ କରି ରଖିଥିଲେ ଏହି ଷ୍ଟେଜରେ ଆମେ ଏହାକୁ ଦେଇଦେବା। ତାପରେ ହଳଦୀ 1 ଚାମଚ ଦେଇଦେବା, ଟିକେ ମିକ୍ସ କରିବା। ତାପରେ କାଶ୍ମୀରୀ ଚିଲି ପାଉଡର 1 ଚାମଚ ଦେଇଦେବା ଆଉ ମିକ୍ସ କରିନେବା। ଟିକେ ମିକ୍ସ ହେଲା ପରେ ଗ୍ରାଇଣ୍ଡିଙ୍ଗ କରି ରଖିଥିବା ଟମାଟୋ ଆଉ ଶୁଖିଲା ଲଙ୍କାର ପେଷ୍ଟକୁ ଏଠି ଦେଇଦେବା ଆଉ ମିକ୍ସ କରିନେବା। ଦେଖନ୍ତୁ ଏଠି କେତେ ସୁନ୍ଦର ଆମର ମସଲାର କଲର୍ ଆସିଯାଇଛି। ତାପରେ 1 ଚାମଚ ଲୁଣ ଦେଇଦେବା
ବା ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ତାପରେ କଭର କରିକି 2 ରୁ 3 ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦେବା। ଏବେ ଆମର 3 ମିନିଟ୍ ହୋଇଗଲାଣି। କଭର ଖୋଲିଦେବା। ଦେଖନ୍ତୁ ସାଙ୍ଗମାନେ କେତେ ସୁନ୍ଦର କଲର ଆସିଯାଇଛି। ଏହାକୁ ଟିକେ ଭଲ ଭାବରେ ମିକ୍ସ କରିନେବା। ଏହା ଉପରେ ଦହି ସହିତ ଯେଉଁ ଧନିଆ ପାଉଡର ମିକ୍ସ କରି ରଖିଥିଲେ ନା, ସେଇ ମସଲା ଉପରେ ଦହିକି ଦେଇଦେବା। ଆଉ ଭଲସେ ମିକ୍ସ କରିନେବା। ଟିକେ ମିକ୍ସ ହେଲା ପରେ ତାପରେ କାଜୁ ପେଷ୍ଟକୁ ଦେଇଦେବା। ଦେଖନ୍ତୁ କାଜୁ ପେଷ୍ଟ ଦେଲା ପରେ ଏହାର ରଙ୍ଗ ପୁରା ବଦଳି ଯାଇଛି। ଏହାପରେ ଆମେ ପନିରର ତଡ଼କା ବନେଇବା। ଏପଟେ ଆଉ ଏକ ପ୍ୟାନରେ ଅଳ୍ପ ବଟର ଦେଇଦେବା। ବଟର ଟିକେ ଗରମ ହେଲା ପରେ ତାପରେ ପନିରକୁ ଦେଇଦେବା। ତା ସହିତ କଞ୍ଚା ଲଙ୍କାକୁ କାଟିକି ଦେଇଦେବା। ଅଳ୍ପ ହଳଦୀ ଦେଇଦେବା। 1 ଚାମଚ କାଶ୍ମୀରୀ ଚିଲି ପାଉଡର ଦେଇଦେବା। କାଶ୍ମୀରୀ ଚିଲି ପାଉଡର ଦେଇକି ଏମିତି ରୋଷ୍ଟ କରିବା। ରୋଷ୍ଟ କଲାବେଳେ ଏସବୁକୁ ହାଇ ଫ୍ଲେମ୍ରେ ରୋଷ୍ଟ କରିବା। ଦେଖନ୍ତୁ ସାଙ୍ଗମାନେ ଗ୍ରେଭି କେତେ ସୁନ୍ଦର ଦେଖାଯାଉଛି। ତାପରେ ପନିରକୁ ଗ୍ରେଭିରେ ଟ୍ରାନ୍ସଫର କରିନେବା। ତାପରେ ଗରମ ମସଲା ଦେଇଦେବା। ଲାଷ୍ଟରେ କସ୍ତୁରୀ ମେଥି ଦେଇଦେବା। କସ୍ତୁରୀ ମେଥିକୁ ଜମା ସ୍କିପ୍ କରିବେନି। କସ୍ତୁରୀ ମେଥି ଦେଲେ ବହୁତ ଭଲ ଫ୍ଲେଭର ଆସିବ ତରକାରୀରେ। ତାପରେ 1/4 କପ୍ ମଲେଇ ଦେଇଦେବା। ଆଉ ଅଳ୍ପ ପାଣି ଦେଇ ଭଲସେ ମିକ୍ସ କରିବା। ଆଉ ଲୋ ଫ୍ଲେମ୍ରେ 3 ମିନିଟ୍ କଭର କରିନେବା। ଦେଖନ୍ତୁ ଏବେ ଆମର 3 ମିନିଟ୍ ହେଇଗଲା। 3 ମିନିଟ୍ ପରେ ଖୋଲିବା। ଦେଖନ୍ତୁ ସାଙ୍ଗମାନେ କେତେ ସୁନ୍ଦର ପନିର ବଟର ମସଲା ରେଡି ହୋଇଯାଇଛି। ଏଇଭଳି ଆପଣ ବମ୍ବେ ଷ୍ଟାଇଲରେ ଥରେ ବନାନ୍ତୁ ଆଉ ଖାଇବାର ମଜା ଉଠାନ୍ତୁ। ଆଉ ଖାଇସାରିଲା ପରେ କେମିତି ଲାଗିଲା ଆପଣଙ୍କର ଅନୁଭୂତି ମୋ ସହିତ ସେୟାର କରନ୍ତୁ। ଆଉ ଯଦି ଆପଣଙ୍କୁ ମୋ ଭିଡ଼ିଓଟି ଭଲ ଲାଗିଥିବ ନିଶ୍ଚିତ ମୋତେ ଲାଇକ୍, ସେୟାର, କମେଣ୍ଟ କରିବାକୁ ଭୁଲିବେନି। ଆଉ ଯଦି ମୋ ଚ୍ୟାନେଲରେ ଆପଣ ନୂଆ ନିଶ୍ଚିତ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବାକୁ ଭୁଲିବେନି। ବାଏ, ଲଭ୍ ୟୁ, ଗଡ୍ ବ୍ଲେସ୍ ୟୁ। ଜୟ ଜଗନ୍ନାଥ।